ବହୁତ ଦିନ ତଳର କଥା। ଗୋଟିଏ ସ୍ତ୍ରୀ ଲୋକଟିଏ ଯେତେବେଳେ ବି ତାର ପରିବାର ଲୋକଙ୍କ ପାଇଁ ଭୋଜନ ବନାଏ, ସେ ଗୋଟିଏ ରୁଟି ଅଧିକ ବନାଇଥାଏ ଏବଂ ସେ ରୁଟିଟିକୁ ବାହାର ଝରକାରେ ରଖିଦିଏ, ତାକି କେଉଁ ଭୋକା ବ୍ୟକ୍ତି ସେ ରୁଟିଟିକୁ ଖାଇ ଭୋକ ମେଣ୍ଟାଇ ପାରିବ। ଗୋଟିଏ ବୃଦ୍ଧ ଫକୀର ସବୁଦିନ ଦ୍ୱିପହରରେ ସେଇ ଘର ବାଟ ଦେଇଯାଏ ଏବଂ ସେଇ ରୁଟିଟିକୁ ଝରକାରୁ ନେଇଯାଏ ଏବଂ ରୁଟିଟିକୁ ନେଇ ଗୋଟିଏ କଥା କହିକି, ତମେ କରୁଥିବା ଖରାପ କାର୍ଯ୍ୟ ତମ ସହିତ ରହିଥାଏ, ତମେ କରୁଥିବା ଭଲ କାର୍ଯ୍ୟ ତମ ପାଖକୁ ଫେରିଆସେ। ସେ ସେହି କଥାଟିକୁ ବାରମ୍ବାର ସବୁଦିନ କହୁଥାଏ। ସେ ସ୍ତ୍ରୀ ଲୋକଟି ସବୁଦିନ ସେହି ଝରକାରେ ରୁଟିଟିକୁ ରଖିଦିଏ ଏବଂ ସେ ବୃଦ୍ଧ ଫକୀର ସବୁଦିନ ଆସି ରୁଟିଟିକୁ ଉଠାଇ ସବୁଦିନ ସେହି କଥାଟିକୁ କହେ ଏବଂ ଆଗକୁ ଚାଲିଯାଏ। ସେହି ଫକୀରର ମୁହଁରୁ ବାରମ୍ବାର ସବୁଦିନ ସେହି କଥାଟିକୁ ଶୁଣି ସେ ସ୍ତ୍ରୀ ଲୋକ ପରିଶାନ ହୋଇଯାଏ। ସେ ସ୍ତ୍ରୀ ଭାବିଲା କି କେତେ ସ୍ୱାର୍ଥପରଟିଏ ଏ ବୃଦ୍ଧ ବ୍ୟକ୍ତି। ମୁଁ ସବୁଦିନ ଝରକାରେ ରୁଟି ରଖିଥାଏ, କିନ୍ତୁ ଆଜି ପର୍ଯ୍ୟନ୍ତ ଏ ବୃଦ୍ଧ ବ୍ୟକ୍ତିର ମୁହଁରୁ ଧନ୍ୟବାଦର ଗୋଟିଏ ଶବ୍ଦ ବାହାରିଲା ନାହିଁ। କିନ୍ତୁ କିଏ ଜାଣେ ସବୁଦିନ କ'ଣ କହେ ମୁଁ ତ ବୁଝିପାରେ ନାହିଁ। ସେ ସ୍ତ୍ରୀ ଲୋକଟି ଭାବିଲା କି ସେ ବୃଦ୍ଧ ବ୍ୟକ୍ତିଠୁ କେମିତି ବଞ୍ଚିବ, ସେଥିପାଇଁ ସେ ଗୋଟିଏ ଉପାୟ କରିଲା। ଗୋଟିଏ ଦିନ ସେ ବୃଦ୍ଧର ରୁଟିରେ ବିଷ ମିଶାଇ ଦେଲା ଏବଂ ଯେତେବେଳେ ସେ ବିଷାକ୍ତ ରୁଟିଟିକୁ ଝରକାରେ ରଖୁଥାଏ, ତାର ହାତ ଥରିବାକୁ ଲାଗିଲା ଏବଂ ସେ ଭାବିଲା କି ମୁଁ ଏ କ'ଣ କରୁଛି, ଏହା ତ ପାପ ଅଟେ। ସେ ସେହି ରୁଟିଟିକୁ ଆଣି ଚୁଲି ଭିତରକୁ ଫିଙ୍ଗିଦେଲା। ସେ ରୁଟିଟି ଜଳିକି ପୋଡ଼ିଗଲା। ସେ ସ୍ତ୍ରୀ ଲୋକଟି ସେ ବୃଦ୍ଧ ପାଇଁ ଅନ୍ୟ ରୁଟିଟି ବନାଇଲା ଏବଂ ଝରକାରେ ରଖିଦେଲା। ସବୁଦିନ ପରି ବୃଦ୍ଧ ଆସିଲା, ରୁଟିଟିକୁ ନେଲା ଏବଂ ସେହି କଥାଟିକୁ କହିଲା କି ତମେ କରୁଥିବା ଖରାପ କାର୍ଯ୍ୟ ତମ ସାଥିରେ ରହିଥାଏ, ତମେ କରୁଥିବା ଭଲ କାର୍ଯ୍ୟ ତମ ପାଖକୁ ଫେରିଆସେ। ସେ ସ୍ତ୍ରୀର ମନରେ ଚାଲୁଥିବା କଥାଟିକୁ ନ ଜାଣି ସେ ବୃଦ୍ଧ ଫକୀର ଆଗକୁ ବଢ଼ିଗଲା। ଯେତେବେଳେ ସେ ସ୍ତ୍ରୀ ଲୋକଟି ଝରକାରେ ରୁଟି ରଖୁଥାଏ ତ ଭଗବାନ ଆଗରେ ପ୍ରାର୍ଥନା କରୁଥାଏ ତାର ପୁତ୍ର ପାଇଁ, ଯିଏକି କାମ ଖୋଜିବା ପାଇଁ ଦୂର ଦେଶକୁ ଯାଇଥାଏ। ବହୁତ ବର୍ଷ ବିତିଗଲା, କିନ୍ତୁ ତାର ପୁତ୍ରର ଖବର ସେ ପାଇନଥାଏ। ସେ ସବୁଦିନ ତାର ପୁତ୍ର ଘରକୁ ସୁରକ୍ଷିତ ଆସିବାର ପ୍ରାର୍ଥନା କରୁଥାଏ ଏବଂ ରୁଟିଟି ସେ ଝରକାରେ ରଖୁଥାଏ। ସେହିଦିନ ସନ୍ଧ୍ୟାରେ ସେ ସ୍ତ୍ରୀ ଲୋକର କବାଟକୁ କିଏ ଗୋଟିଏ ବାଡ଼େଇଲା। ସେ ସ୍ତ୍ରୀ ଲୋକଟି କବାଟ ଖୋଲିଲା ଏବଂ ଦେଖିଲା ଯେ ତାର ପୁତ୍ର ଛିଡ଼ା ହୋଇଛି। ସେ ସ୍ତ୍ରୀ ଲୋକଟି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା। ତାର ପୁତ୍ରଟି ବହୁତ ଦୁର୍ବଳ ଦିଶୁଥାଏ, ତାର କପଡ଼ା ଚିରି ହୋଇଯାଇଥାଏ। ଯେମିତି ସେ ତାର ମାଆକୁ ଦେଖିଲା, କହିଲା କି ମା, ମୋ ସାଥିରେ ଗୋଟିଏ ଚମତ୍କାର ହେଲା କି ମୁଁ ଏଠାରେ ଜୀବିତ ଛିଡ଼ା ହୋଇଛି। ଯେତେବେଳେ ମୁଁ 3 କିଲୋମିଟର ଦୂରରେ ଥିଲି, ଭୋକରୁ ମୁଁ ଏତେ ଦୁର୍ବଳ ଏବଂ ବ୍ୟାକୁଳ ଥିଲି କି ମୋର ମୁଣ୍ଡ ଘୁରାଇଲା ଏବଂ ମୁଁ ତଳେ ପଡ଼ିଗଲି। ମୋ ଭିତରେ ଶକ୍ତି ନଥିଲା, ଗୋଟିଏ ପାଦ ଚାଲିବା ବି ଅସମ୍ଭବ ଥିଲା। ମୋର ମୃତ୍ୟୁ ହୋଇଯାଇଥାନ୍ତା। କିନ୍ତୁ ସେହି ସମାଜରେ ଗୋଟିଏ ବୃଦ୍ଧ ଫକୀର ସେହିଠାରୁ ଯାଉଥାଏ। ମୁଁ ତାକୁ କିଛି ଖାଇବାକୁ ମାଗିଲି, କିନ୍ତୁ ସେ ଗୋଟିଏ ରୁଟି ଦେଇଦେଲା। ସେ କହିଲା, ମୁଁ ସବୁଦିନ ସେହି ଗୋଟିଏ ରୁଟିକୁ ଖାଏ, କିନ୍ତୁ ଆଜି ମୁଁ ଏ ରୁଟିଟିକୁ ତୋତେ ଦେଇଦେବି, କାହିଁକିନା ଏ ରୁଟିର ଆବଶ୍ୟକ ମୋ ଠାରୁ ତୋର ବେଶୀ ଅଛି। ସେ ମାଟି କହିଲା, କିଏ ଥିଲା ସେ ବୃଦ୍ଧ ବ୍ୟକ୍ତି? ତାର ପୁତ୍ର କହିଲା, ମୁଁ ତ ଜାଣେ ନାହିଁ କିଏ ଥିଲା ସେ ବୃଦ୍ଧ ବ୍ୟକ୍ତି, କିନ୍ତୁ ମୋତେ ରୁଟିଟିକୁ ଦେଇ କହିଲା କି ତମେ କରୁଥିବା ଖରାପ କାର୍ଯ୍ୟ ତମ ସାଥିରେ ଥାଏ ଏବଂ ତମେ କରୁଥିବା ଭଲ କାର୍ଯ୍ୟ ତମ ପାଖକୁ ଫେରିଆସେ। ଏକଥା ଶୁଣିବା ପରେ ମାଆର ମୁହଁ କଳା ପଡ଼ିଗଲା। ସେ ଦୁଃଖରେ ବସି ପଡ଼ିଲା ଏବଂ ତାକୁ ସେ ବିଷାକ୍ତ ରୁଟିଟି ମନେ ପଡ଼ିଲା, ଯେଉଁ ରୁଟିକି ସେ ଆଜି ସକାଳେ ବନାଇଥିଲା। ଯଦି ସେହି ରୁଟିଟିକୁ ଚୁଲିକୁ ନ ଫିଙ୍ଗି ସେ ବୃଦ୍ଧଙ୍କୁ ଦେଇଥାନ୍ତା ତ ଆଜି ତାର ପୁତ୍ର ହିଁ ସେହି ବିଷାକ୍ତ ରୁଟିକୁ ଖାଇଥାନ୍ତା ଏବଂ ତାର ମୃତ୍ୟୁ ହୋଇଯାଇଥାନ୍ତା। ସେହି ଦିନରେ ହିଁ ସେହି ବୃଦ୍ଧ ଫକୀରର ସେହି କଥାକୁ ବୁଝିଗଲା କି ତମେ କରୁଥିବା ଖରାପ କାର୍ଯ୍ୟ ତମ ସାଥିରେ ଥାଏ ଏବଂ ତମେ କରୁଥିବା ଭଲ କାର୍ଯ୍ୟ ତମ ପାଖକୁ ଫେରିଆସେ। ତ ବନ୍ଧୁଗଣ, ଆମକୁ ଏହି କାହାଣୀରୁ ଏହା ଶିଖିବାକୁ ମିଳିଲା କି ଭଲ କାର୍ଯ୍ୟ କରିବା ଏବଂ କେବେ ବି ଭଲ କରିବା ବନ୍ଦ କରିବା ନାହିଁ। ଯଦିଓ ତାର ପ୍ରଶଂସା ସେହି ସମାଜରେ କରା ନ ଯାଉ, ଭଲ କାର୍ଯ୍ୟର ଫଳ ସମୟ ଆସିଲେ ମିଳିଥାଏ ଏବଂ ଖରାପ କାର୍ଯ୍ୟର ଫଳ ସେହି ସମାଜରେ ମିଳିଥାଏ। କିନ୍ତୁ ସୁଖଟା ଭଲ ଏବଂ ଖରାପ ଦୁଇ କାର୍ଯ୍ୟରେ ମିଳିଥାଏ। ଖରାପ କାର୍ଯ୍ୟର ସୁଖ କ୍ଷଣିକ ମାତ୍ର ଏବଂ ଜୀବନ ସାରା ଦୁଃଖ, କିନ୍ତୁ ଭଲ କାର୍ଯ୍ୟର ଦୁଃଖ କ୍ଷଣିକ ମାତ୍ର ଏବଂ ଜୀବନ ସାରା ସୁଖ। ସେଥିପାଇଁ ଭଲ କାର୍ଯ୍ୟ କରିବାକୁ ପଛାଅ ନାହିଁ। ଯଦି ଏହି କାହାଣୀଟି ଭଲ ଲାଗିଥାଏ ତ
ନିଜ ନିଜ ସାଙ୍ଗସାଥୀଙ୍କୁ ସେୟାର କରନ୍ତୁ।